ନାଇଁ କ'ଣ ମୋଦି କ'ଣ ଗ୍ୟାରେଣ୍ଟି ଦିଅନ୍ତି ମୋଦିଙ୍କର ଗ୍ୟାରେଣ୍ଟି ଆମେ କିଛି ଜାଣିନୁ ସେଗୁଡ଼ା ସବୁ ମୋଦି କେବଳ ମିଛ କଥା କହନ୍ତି ମୋଦି କେବଳ ଗୁଲି ଖଟି ଗପ କରନ୍ତି ଆଉ ଏଠି ତାଙ୍କର ମନମୋହନ ସାମଲ ଯେଉଁ ମୋହନ ମାଝୀ ମଧ୍ୟ ସମସ୍ତେ ସମାନ ଏମାନେ କହିଲେ ଯେ ଆମେ ସରକାରକୁ ଆସିଲେ ଆପଣ ଚିଟଫଣ୍ଡ ଟଙ୍କା 24 ଘଣ୍ଟା ଭିତରେ ଅର୍ଡ଼ିନାନ୍ସ ଆଣିବୁ ଯେଉଁ ବାହାଦୁରୀ କଥାବାର୍ତ୍ତା ଯେଉଁ ବାହାଦୁରୀ ଢଗ ଢମାଳି ମାରି କଥାବାର୍ତ୍ତା କରୁଥିଲେ ଅପୋଜିସନ୍ ଥିଲାବେଳେ ଆମେ ସରକାରକୁ ଆସିବୁ 24 ଘଣ୍ଟା ଭିତରେ ଅର୍ଡ଼ିନାନ୍ସ ନେଇ ଆସିବୁ ଚିଟଫଣ୍ଡ ପଇସା ଫେରସ୍ତ ଆରେ ଭାଇ 2 ବର୍ଷ ହେଇଗଲାଣି ଇଏ କି କଥାବାର୍ତ୍ତା ତମର ତମେ ପାରିବନି ମନା କରିଦେଇଥାନ୍ତ ଆମେ 24 ଘଣ୍ଟା ଭିତରେ କି କଥା କି ମିଛ 24 ଘଣ୍ଟାରେ ଅର୍ଡ଼ିନାନ୍ସ ଆଣିକି ଚିଟଫଣ୍ଡ ଟଙ୍କା ଫେରାଇ ଦେବ କେଉଁଠି ଅସୁବିଧା ହେଲା ଚିଟଫଣ୍ଡ ଚୋର ବର୍ତ୍ତମାନ ସବୁଯାକ ଭାରତୀୟ ଜନତା ପାର୍ଟିରେ ଭାରତୀୟ ଜନତା ପାର୍ଟି ସବୁ ଚିଟଫଣ୍ଡ ଚୋରଙ୍କୁ ବ୍ଲାକମେଲ୍ କରିକି ତାଙ୍କ ଦଳକୁ ନେଇଗଲାଣି ଏ 2 ଦିନ ତଳେ କ'ଣ କହିଲେ ଫାଇଲ୍ ଚୋରି ହେଇଛି 2 ବର୍ଷ ପରେ ତୁମର ଫାଇଲ୍ ଚୋରି ହେଉଛି ତୁମେ କହୁଛ ଫାଇଲ୍ ଚୋରି ହେଇଛି ତୁମେ ଗଲା ବର୍ଷ ଯେତେବେଳେ ଫୁର୍ତ୍ତି କଲ ଗୋଟାଏ ବର୍ଷ ଫୁର୍ତ୍ତି ପାଳନ କଲ ସେତେବେଳେ କାହିଁ ଫାଇଲ୍ ଖୋଜି ନଥିଲ ତ ଫାଇଲ୍ ଖୋଜିବାକୁ 2 ବର୍ଷ ଲାଗିଲା କାମ କରିବାକୁ କେତେ ବର୍ଷ ଲାଗିବ ଲୋକ ବୁଝିପାରୁଛନ୍ତି ଲୋକ ଭୋଟ୍ ଦେଇଛନ୍ତି ମାତ୍ର 5 ବର୍ଷ ପାଇଁ ସେ 5 ବର୍ଷରୁ 40% ସମୟ 2 ବର୍ଷ ସରିଗଲା ଆଉ ସମୟ ଫେରିବନି କି ତୁମେ କାମ କରିପାରିବନି 2 ବର୍ଷ ପରେ କହୁଛ ଫାଇଲ୍ ମିଳିଲାନି ଏ ଫାଇଲ୍ ମିଳିବା କଥା ମିଛ ଆଇଦର ଏମାନେ ଫାଇଲ୍ ଚୋରି କରିଛନ୍ତି ନହେଲେ ତୁମେ ଫାଇଲ୍ ଖୋଜୁଥିଲ କାହିଁକି ଫାଇଲ୍ଟା କ'ଣ ହାର୍ଡ଼ କପି ତୁମେ ଆଉ ଥରେ ସଫ୍ଟ କପି ଥିବ ତୁମ ପାଖରେ ବାହାର କରୁନ ସଫ୍ଟ କପି ଆଉ ଥରେ ବାହାର କଲେ ପୁଣି ହାର୍ଡ଼ କପି ହେଇଯିବ ସେ ଜିନିଷ ନୁହେଁ ଏମାନେ ଫାଇଲ୍ ଧରିକି ବୁଲୁଛନ୍ତି ଯେ କାହାର କ'ଣ କଳଙ୍କ ଥିଲା ତାକୁ ବ୍ଲାକମେଲ୍ କରି ଟଙ୍କା ଆଦାୟ କରିବୁ ସେ ଫାଇଲ୍ ଭିତରେ ଯଦି ଏ ଫାଇଲ୍ ମିଳୁନି ତାହେଲେ ଆଙ୍କୁ ବ୍ଲାକମେଲ୍ର ଆମାଉଣ୍ଟଟା ବଢ଼ିପାରୁନି ଏମାନେ 2 ବର୍ଷ ହେବ କେବଳ ବ୍ଲାକମେଲ୍ କରୁଛନ୍ତି ସେ ଓଡ଼ିଶାବାସୀକୁ ବ୍ଲାକମେଲ୍ କରୁଛନ୍ତି ବ୍ୟବସାୟୀକୁ ବ୍ଲାକମେଲ୍ କରିଛନ୍ତି ଇଣ୍ଡଷ୍ଟ୍ରିଆଲିଷ୍ଟକୁ ବ୍ଲାକମେଲ୍ କରୁଛନ୍ତି ଏଣ୍ଟରପ୍ରିନରକୁ କେବଳ ବ୍ଲାକମେଲ୍ 2 ବର୍ଷ ସରିଗଲା